ହ୍ୟାଲୋ ଦୋସ୍ତ ଗୁଡ୍ ମର୍ଣ୍ଣିଂ ମୁଁ ମୃତ୍ୟୁଞ୍ଜୟ ଆଜି ଏକ ନୂଆ ବ୍ଲଗିଂ ଚାଲନ୍ତୁ ଦେଖିବା ଗାଁରେ ଏଇ ଆମର ସଂସ୍କୃତି କେମିତି ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା ଦିନ ପାଳନ କରାଯାଇଥାଏ ବହୁତ ବିଧି ସହିତ କଣ ପାଳନ କରାଯାଇଥାଏ ଚାଲନ୍ତୁ ଦେଖିବା ଏଇ ଅକ୍ଷୟ ତୃତୀୟାରେ ଚାଷୀ ଭାଇ ଅକ୍ଷି ମୁଠି ଗଣ୍ଡେ ନେଇ ଆମର କ୍ଷେତରେ ଅକ୍ଷି ମୁଠି ବୋହି ସାରି ସେ ଯେତେବେଳେ ଘରକୁ ଫେରିଯାଏ ଶାନ୍ତିରେ ଖୁସି ମନରେ ସେ ଯାଇ ପହଞ୍ଚିଥାଏ କଣ ନା ମୁଁ ଆଜି ଚାଷ କ୍ଷେତ୍ରରୁ ଫେରିଲି ପ୍ରଥମ ବିହନ ବୁଣି ତେଣୁ ଚାଲନ୍ତୁ ଦେଖିବା କଣ କେମିତି ପ୍ରଥମ ବିହନ ବୁଣା ଯାଉଛି ଏଠି ଚାଷୀ ଭାଇ ମାନେ ରୁଣ୍ଡ ହେଇ ସାରିଲେଣି କାହିଁକି ନା ଏଠି ପଞ୍ଚାୟତ ତରଫରୁ ଏଠି ବିହନ ବୁଣା କାର୍ଯ୍ୟକ୍ରମ ରହିଛି ଅକ୍ଷୟ ତୃତୀୟାରେ ତେଣୁ ହଳ ଲଙ୍ଗଳ ଜୋତା ଚାଲିଛି ହଳ ଲଙ୍ଗଳ ଜୋତା ସରିଲା ପରେ ଏଠି ପୂଜା ଆଗେ ସେଠି ପୂଜା ଚାଲିଛି ବିଲରେ ପୂଜା ସରିଲା ପରେ ଭୋଗ ସରିଲା ପରେ ହଳ ଆରମ୍ଭ ହବ ପ୍ରଥମ ବିହନ ବୁଣା ହବ ତେଣୁ ଚାଷୀ ଭାଇ ମାନଙ୍କ ମନରେ ସେଇ ଆନନ୍ଦ ଉତ୍ସାହର ସହିତ ସେମାନେ ଅଛନ୍ତି ପ୍ରଥମ ବିହନ ବୁଣିବା ପାଇଁ ତେଣୁ ଚାଲନ୍ତୁ ଦେଖିବା କଣ କେମିତି ପ୍ରଥମ ବିହନ ବୁଣା ହଉଛି ସେଇ ବଳଦ ଆଉ ନଙ୍ଗଳ ସାହାଯ୍ୟରେ ବିପ୍ଳବ ଭୋଟା ଟିକେ ଯାଉଛି ଲୁଙ୍ଗିଟାକୁ ଟେକିଂ ମାର ଫେର ଛନ୍ଦି ପଡିଥିବ ଆଉ ଲୁଙ୍ଗିଟା ଟେକିଂ ମାର ନମ୍ବା ନମ୍ବା ମାନେ ଠିକ ଆଉ ଦେଖୁଥିବେ ଚାଷୀ ଭାଇ ମାନେ ହଳ ଲଙ୍ଗଳ ଜୋଟି ହଳ କରିବାରେ ବ୍ୟସ୍ତ ରହିଲେ ଏପଟରେ ହଳ ସରିଲେ ବିହନ ବୁଣା ହବ ପ୍ରଥମ ବିହନ ଚାଷୀ ମନରେ ସେଇ ଆନନ୍ଦର ସହିତ ହଳ କରି ଚାଲିଛନ୍ତି ବିହନ ବୁଣିବାର ସମୟ ହେଇଗଲାଣି ଆଉ ଅଳ୍ପ କିଛି ସମୟ ମଧ୍ୟରେ ହଳ ସରିଲେ ସେମାନେ ବିହନ ବୁଣିବେ ତେଣୁ ଚାଲନ୍ତୁ ଦେଖିବା ସେଇ ଚାଷୀ ଭାଇ ମାନଙ୍କର ଆନନ୍ଦର ଲହରୀ ସହିତ ସେଇ ଖୁସିର ଚାଷ ସର ଏମିତି ଚାଷ ସମୟ ହେଇଛି କହିଲେ ନ ସରେ କଣ ପାଇଁ ଦେଖୁଥିବେ ପାଲଟି ବନ୍ଧା ହେଇଛି କାହିଁକିନା ସେଠି ନନା ପୂଜା ପାଠ କରୁଛନ୍ତି ଭୋଗ ହଉଛି କାହିଁକିନା ଆଜି ପ୍ରଥମ ବିହନ ବୁଣା ହବ ଜମିରେ ଆଗେ ଟିକେ ଭୋଗ ହେଇସାରିବ ଭୋଗ ହେଲା ପରେ ହିଁ ହଳ ଲଙ୍ଗଳ ସେଠି ଯୋଉଟା ହଳ ମଧ୍ୟ ଚାଲିଛି ବିହନ ବୁଣା ହବ ତେଣୁ ଆଜିର ପାଗ କଣ ପାଇଁ ବହୁତ ଅନୁକୂଳ ହେଇଛି ନା ଅକ୍ଷିମୁଠି ଚାଷୀ ତମେ ବୋଇକି ଆସେ କୋଉ ବର୍ଷ ଖରା ହୁଏ କୋଉ ବର୍ଷ ବର୍ଷା ହୁଏ କିନ୍ତୁ ଏଥର କଣ ବର୍ଷା ଦେଖୁଥିବେ ଝିପିଝିପି ବର୍ଷା ପଡି ଚାଲିଛି ଦେଖୁଥିବେ ତେଣୁ ଆଜିର ପାଗଟା ହିଁ ବିଶେଷ
ଏ ବାବା ସେ ପୁରା କେହି ପାଖକୁ ଯାଉନା ସେ ତରକିବେ। ସେଇ କଥାଟା ସେ ବିହନ ହେଇଯିବ ତ ପକେଇ ଦିଅ ସେଇଟାକୁ ପକେଇ ଦିଅ ଏଇ ଭିଡିଓଟା କାମ ବାସ୍ ବିହନ ବୁଣା ଚାଲିଲା ଆଗରେ ଆଉ ହଳ ବିହନ ବୁଣା ଚାଲିଛି, ହଳ ମଧ୍ୟ ଚାଲିଛି। ଖୁସିର ମାହୋଲ, ଲୋକମାନେ ମଧ୍ୟ ଏଠି ରୁଣ୍ଡ ହେଇଯାଇଛନ୍ତି ଦେଖିବା ପାଇଁ କଣ କେମିତି ଗାଁରେ କରାଯାଏ। ଏ ଲଙ୍ଗଳ ବଳଦ ସାହାଯ୍ୟରେ ଇଏ ହେଉଛି ଆମ ଚାଷୀ ଭାଇଙ୍କ କାହାଣୀ, ଚାଷୀ ଭାଇଙ୍କ ବୃତ୍ତି ଆଉ ଗାଁର ସଂସ୍କୃତି। ଏଇ ବହୁତ ନର୍ମାଲ ଅଛନ୍ତି ଏଇଟା କରିବ ଏଇଟା ସେ ବଳଦ ସାଙ୍ଗରେ ଦୌଡ଼ି ବି ପାରିବେନି। ଏ ଖରା ବି ଆରମ୍ଭ ହେଇଗଲା, ବର୍ଷା ଟିକେ ଟିକେ କମିଗଲା, ଏବେ ଖରା ବି ଆସିଗଲା। କଣ ଖରା, ସିଏ ତ ମଜା ଆଉ। ଯଦି ଏପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ସବସ୍କ୍ରାଇବ୍ କରିନିଅନ୍ତୁ ଆମ ଚ୍ୟାନେଲକୁ। କାଲିର କିଛି ନୂଆ ନୂଆ ମଜା ମଜା ଭିଡ଼ିଓ ଦେଖିବା। ମୁହଁ ଦେଖାଯିବନି କାହିଁ। ଭାଇ ଟିକେ ପଛ କରି ଯାଇଥିଲେ, ତେଣୁ ତାଙ୍କ ଭିଜୁଆଲଟା କ୍ଲିଅର ଆସିନି ବୋଲି ଆଉ ଥରେ ଭିଜୁଆଲ ନେଇଗଲି। ଭାଇ ପକ୍ଷୀ ମୁଠି ପଛରେ ଥିଲେ କାରଣ ବିହନ ଯୋଗ ଆଉଥିଲେ, ତେଣୁ ଭାଇଙ୍କ ଭିଡ଼ିଓଟି ହେଇନଥିଲା, ତେଣୁ ଭାଇକି ନେଇକି ଗୋଟେ ଭିଜୁଆଲ କଲି। ଆଜିର ଏଇ ଅକ୍ଷୟ ତୃତୀୟା ଅବସରରେ ଆଜିର ସମସ୍ତ ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଜଣାଉଛି। ଆଉ ଆଜି ମଧୁବନ ଡିମିରିପାଳ ପଞ୍ଚାୟତରେ ମଧୁବନ ଗାଁରେ ଆମର ଅକ୍ଷୟ ତୃତୀୟା ପାଳନ କରାଗଲା। ଦେଇଛନ୍ତି ସମସ୍ତେ ବହୁତ ଖୁସି ଅଛନ୍ତି। ଆଜି ପାଗ ବି ବହୁତ ଭଲ ଅଛି।
କହୁଛି ଆଜିକାଲି ପାଗ ବି ଆସନ୍ତା ଆଗାମୀ ଭଲ ବର୍ଷା ହବ। ବର୍ଷା ବି ହେଇଛି ଆଜି ଆଜି ଯାହା ହଉ ବର୍ଷା ହେଇଛି। ଆଉ ମାନେ ଆଜିକାର ଦିନଟା ତ ବହୁତ ଭଲରେ କଟିଲା। ଏଇଭଳିଆ ମାନେ ଦିନ ଚାଷୀମାନଙ୍କର ସମସ୍ତେ ଖୁସିରେ ରୁହନ୍ତୁ ବୋଲି ମୁଁ ଆଶା କରୁଛି ଏବଂ ଭଲ ଅମଳ ଏ ବର୍ଷ ହଉ। ଭଗବାନଙ୍କୁ ବଳଦେବ ଜୀଉଙ୍କ ପ୍ରାର୍ଥନା କରୁଛି ଯେ ଏ ବର୍ଷ